ଆଜି ଆସନ୍ତୁ ଆମ୍ଭେ ଶୟତାନ ବିଶ୍ରାମ ଦିନକୁ ନଷ୍ଟ କରିବାକୁ କାହିଁକି ଚାହିଁଥାଏ ଉପଦେଶ ଶୀର୍ଷକର ସହିତ ବାଇବଲର ଶିକ୍ଷାଗୁଡ଼ିକୁ ଅଧ୍ୟୟନ କରିବାର କିଛି ସମୟ ନେବା। ପରମେଶ୍ୱରଙ୍କ ସମସ୍ତ ନିୟମ ଆମ୍ଭକୁ ଏହା ଶିଖାଇଥାଏ କି କିପରି ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଭୟ ମାନିବା ଉଚିତ। ଏହି କାରଣ କି ଶୟତାନ କେବେ ଚାହେଁ ନାହିଁ କି ଆମ୍ଭେ ପରମେଶ୍ୱରଙ୍କ ସେହି ଆଜ୍ଞାଗୁଡ଼ିକର ପାଳନ କରିବା ଯାହାଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ଭୟ ମାନିଥାଉ। ଦାନିଏଲ ଅଧ୍ୟାୟ 7ରେ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଶୟତାନ ସେ ଅଟେ ଯେ ସର୍ବପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇଅଛି। ଏହା ବ୍ୟତୀତ ଯେବେ ଆମ୍ଭେ ପ୍ରକାଶିତ ବାକ୍ୟର ପୁସ୍ତକରେ ଦିଆଯାଇଥିବା ରେକର୍ଡ ଉପରେ ଏକ ନଜର ଦେବା ତେବେ ସେ ସେହି ଅଟେ ଯେ ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରିଥାଏ। ଏକ ଉପାୟ ଯାହା ସେ ପ୍ରସ୍ତୁତ କଲା ତାହା ବିଶ୍ରାମ ଦିନକୁ ନଷ୍ଟ କରିବାର ଥିଲା। ଶୟତାନ ବିଶ୍ରାମ ଦିନକୁ ନଷ୍ଟ କରିବାକୁ କାହିଁକି ଚାହୁଁଥିଲା? ସମସ୍ତ ଲୋକ ବିଶ୍ରାମ ଦିନ ସୃଷ୍ଟିକର୍ତ୍ତାଙ୍କ ସାମର୍ଥ୍ୟକୁ ସ୍ମରଣ କରିବାର ଦିନ ଅଟେ। ସମସ୍ତ ମାନବ ଜାତି ସୃଷ୍ଟିକର୍ତ୍ତାଙ୍କ ସାମର୍ଥ୍ୟକୁ ସ୍ମରଣ କରିବା ପାଇଁ ପରମେଶ୍ୱରଙ୍କ ଉପାସନା କରିବା ଉଚିତ। ଏମିତି କରିବା ଦ୍ୱାରା ସେମାନେ ଏଲୋହିମ୍ ପରମେଶ୍ୱର ଅର୍ଥାତ୍ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ବିଷୟରେ ଜାଣିପାରିବେ ଯେଉଁମାନେ ସ୍ୱର୍ଗ ଓ ପୃଥିବୀ ଏବଂ ସେଥିରେ ସ୍ଥିତ ସମସ୍ତ ବସ୍ତୁର ନିର୍ମାଣ କଲେ। କିନ୍ତୁ ଶୟତାନ ଚାହୁଁନଥିଲା କି ଏମିତି କଦାପି ହେଉ। ଯେହେତୁ ସେ ଏହା ଚାହୁଁନଥିଲା ସେ କ'ଣ କଲା? ସେ ବିଶ୍ରାମ ଦିନକୁ ରବିବାରରେ ପରିବର୍ତ୍ତନ କଲା ଯାହାକି ସୂର୍ଯ୍ୟ ଦେବତାର ଉପାସନା କରିବା ପାଇଁ ସ୍ଥାପିତ କରାଯାଇଥିଲା, ଯାହାଫଳରେ ଲୋକମାନେ ବିଶ୍ରାମ ଦିନ ପାଳନ କରିପାରିବେ ନାହିଁ। ଏହି ପ୍ରକାର ଶୟତାନ ସମସ୍ତ ମାନବ ଜାତିକୁ ପରମେଶ୍ୱରଙ୍କ ଆରାଧନା କରିବା ପରିବର୍ତ୍ତେ ସୂର୍ଯ୍ୟ ଦେବତାର ଉପାସନା କରିବା ପାଇଁ ଭ୍ରାନ୍ତ କରୁଅଛି। ଯେମିତି ଯେମିତି ପରିତ୍ରାଣର ଦିନ ଶୀଘ୍ରତାରେ ନିକଟକୁ ଆସୁଅଛି ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତା ସମସ୍ତ ମାନବ ଜାତିକୁ ସୂର୍ଯ୍ୟ ଦେବତାର ଉପାସନା କରିବାକୁ ଦେଖିପାରିନଥାନ୍ତେ। ଏହି କାରଣ କି ପରମେଶ୍ୱର ମାଥ୍ୟୁ ଅଧ୍ୟାୟ 24ରେ ଭବିଷ୍ୟବାଣୀ କଲେ କି ଯେବେ ଡିମିରି ବୃକ୍ଷର ଶାଖା ସରସ ହେବ ଏବଂ ପଲବିତ ହେବ ତେବେ ସେ ଆସିବେ। ପରମେଶ୍ୱରଙ୍କ ପ୍ରକୃତ ଲୋକ ରୂପେ ଯେବେ ମଧ୍ୟ ଶନିବାର ଆସିଥାଏ ଆମ୍ଭକୁ କେବଳ ଏହା ଭାବିବା ଉଚିତ ନୁହେଁ, ଓଃ ମୋତେ ଲାଗେ କି ଆଜି ବିଶ୍ରାମ ଦିନ ଅଟେ। ଏହା ପରିବର୍ତ୍ତେ ଯେବେ ମଧ୍ୟ ଆମ୍ଭେ ବିଶ୍ରାମ ଦିନ ପାଳନ କରିଥାଉ ତେବେ ଆମ୍ଭମାନଙ୍କ ପାଖରେ ଦୃଢ଼ ସଂକଳ୍ପ ହେବା ଉଚିତ ଆଜି ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଆରାଧନା କରିବାର ଦିନ ଅଟେ। ମୁଁ କେବେ ମଧ୍ୟ ଅନ୍ୟ ଦେବତାର ଆରାଧନା କରିବି ନାହିଁ। ମୁଁ କେବଳ ସତ୍ୟ ପରମେଶ୍ୱରଙ୍କ ଆରାଧନା କରିବି ଯେ ଆକାଶ ଓ ପୃଥିବୀ ଏବଂ ସେଥି ମଧ୍ୟରେ ଥିବା ସମସ୍ତ ବସ୍ତୁଗୁଡ଼ିକର ନିର୍ମାଣ କଲେ। ଦାଉଦଙ୍କୁ ବାସ୍ତବରେ ଏହି ବିଷୟର ସଠିକ ଜ୍ଞାନ ଥିଲା କି ପରମେଶ୍ୱର ମାନବ ଜାତିକୁ ଆପଣା ଆଜ୍ଞା କାହିଁକି ଦେଲେ। ଏହି କାରଣ କି ବାଇବଲରେ ଦିଆଗଲା କି ଦାଉଦ ପରମେଶ୍ୱରଙ୍କ ଆଜ୍ଞାକୁ ଶୁଦ୍ଧ ସୁନାଠୁ ମଧ୍ୟ ଅଧିକ ମୂଲ୍ୟବାନ ଓ ବହୁମୂଲ୍ୟ ମାନିଲେ। ଆମ୍ଭକୁ କେବଳ ଏହା ଚିନ୍ତା କରିବା ଉଚିତ ନୁହେଁ ବିଶ୍ରାମ ଦିନ ସପ୍ତାହର ସପ୍ତମ ଦିନ ଶନିବାର ଅଟେ ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଏହି ଦିନ ଆଶୀର୍ବାଦ ଦେବାର ପ୍ରତିଜ୍ଞା କରିଛନ୍ତି। ଯଦି ବିଶ୍ରାମ ଦିନ ଅଳ୍ପ ମହତ୍ତ୍ୱ ଥିବା ଏକ ସାଧାରଣ ଦିନ ହୁଅନ୍ତା ତେବେ ଶୟତାନ ସହସ୍ର ବର୍ଷ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଭ୍ରାନ୍ତ କରିବା ପାଇଁ ଏତେ କଠିନ ଚେଷ୍ଟା କାହିଁକି କଲା? ସେ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ସହିତ ପରମେଶ୍ୱରଙ୍କ ସମସ୍ତ ଆଜ୍ଞାଗୁଡ଼ିକୁ ନଷ୍ଟ କରିବା ପାଇଁ ଏତେ ପରିଶ୍ରମ କାହିଁକି କରେ? ଏହାର ଉତ୍ତର ଗୀତ ସଂହିତା ପୁସ୍ତକ ଅଧ୍ୟାୟ 119 ପଦ 127ରେ ମିଳିପାରିବ। ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞା ସମୂହକୁ ସ୍ନେହ କରେ। ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟା ପଥ ଘୃଣା କରେ। ପରମେଶ୍ୱର ଦାଉଦଙ୍କ ବିଷୟରେ କହିଲେ ସେ ଆମ୍ଭର ମନର ମତ ବ୍ୟକ୍ତି। ଯଦି ଆମ୍ଭେ ଦାଉଦଙ୍କ ପରି ଆପଣା ମଧ୍ୟରେ ଥିବା ବିଶ୍ୱାସକୁ ଦୃଢ଼ କରିବା ତେବେ କ'ଣ ପରମେଶ୍ୱର ଆମ୍ଭକୁ ମଧ୍ୟ ଏହା କହିବେ ନାହିଁ କି ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ମନର ମତ ବ୍ୟକ୍ତି? ଦାଉଦ ପରମେଶ୍ୱରଙ୍କ ଆଜ୍ଞାକୁ କେତେ ମହତ୍ତ୍ୱ ଦେଲେ ଏବଂ ତାହା କେତେ ଅଧିକ ମାନିଲେ। ସେ କହିଲେ କି ସେ ତାଙ୍କୁ ଶୁଦ୍ଧ ସୁନାଠୁ ମଧ୍ୟ ବଡ଼ ମାନନ୍ତି, ଯେ କି ଧନ ଅଟନ୍ତି ଯାହାଙ୍କୁ ଏହି ସଂସାରର ଲୋକ ସବୁଠୁ ମୂଲ୍ୟବାନ ମାନନ୍ତି। କିଛି ଲୋକ ସ୍ୱୟଂକୁ ପଚାରି ପାରନ୍ତି ଏମିତି କାହିଁକି କି ଆମ୍ଭେ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପାଳନ କରିଥାଉ? ଆମ୍ଭେ ଦଶମାଂଶରେ କାହିଁକି ଅଂଶ ଦେଇଥାଉ ଆଉ ସୁସମାଚାରର ପ୍ରଚାର କରିବା ପାଇଁ ଚେଷ୍ଟା କାହିଁକି କରିଥାଉ? ଆଉ ଏମିତି କାହିଁକି କି ଆମ୍ଭେ ପରମେଶ୍ୱରଙ୍କ ବିଧିଗୁଡ଼ିକୁ ବ୍ୟବସ୍ଥାଗୁଡ଼ିକୁ ଏବଂ ନିୟମଗୁଡ଼ିକୁ ବହୁମୂଲ୍ୟ ମାନିଥାଉ? କ'ଣ ଏଥିପାଇଁ କାରଣ ଆମ୍ଭେ ଆଇନବାଦୀ ଅଟୁ? ନାହିଁ, ଏହା ଏଥିପାଇଁ ନୁହେଁ। ମାତ୍ର ଏହି ବିଷୟର ସତ୍ୟ ଏହା ଅଟେ କି ଏହା ପ୍ରତିବିମ୍ବ ଅଛି କି ଆମ୍ଭେ ପରମେଶ୍ୱରଙ୍କ କେତେ ଭୟ ରଖୁ ଆଉ ତାଙ୍କୁ କେତେ ପ୍ରେମ କରୁ। ଆସନ୍ତୁ ଗୀତ ସଂହିତା ପୁସ୍ତକ ଅଧ୍ୟାୟ 50 ପଦ 1 ଉପରେ ଏକ ନଜର ଦେବା। ପରମେଶ୍ୱର
परमेश्वर सदाप्रभु परमेश्वर कथा कहिअछन्ति ओ सूर्यर उदय स्थानरु तहिंर अस्त स्थान पर्यंत से पृथ्वी की आह्वान करिअछन्ति। सौंदर्यर सिंधि स्वरूप सियोन ठारू परमेश्वर प्रकाशित होइअछन्ति। आम्भमानଙ୍କର परमेश्वर आसिबे ओ नीरव रहिबे नाही। ताहांक सम्मुखरे अग्नि ग्रास करिब ओ ताहांक चतुर्दिग अत्यंत झड़मय हेब। से आपणा लोकंकु विचार करिबा निमंते उपरिस्थ स्वर्गकु ओ पृथ्वी की डाकिबे। जोमाने बलिदान द्वारा आंभ संगे नियम करिअछन्ति आंभर सेही भक्तगणंकु अर्थात आंभर पवित्र लोक मानंकु आंभ निकटरे एकत्र कर। परमेश्वरंको लोक सेमाने अटंती जोमाने परमेश्वरंको आज्ञा ओ व्यवस्था पालन करुथै ताहांको सहित नियम स्थिर करिछन्ति। परमेश्वर कहिले सेही लोक मानंकु आंभ निकटरे एकत्र कर। समस्त लोक आपणंकु कोण लागे कि शैतान विश्राम दिन को नष्ट करबाकू काहेकि चाहे। स्वर्ग रे शैतान मुखिया थिला जे समस्त मानव जाति को भ्रांत करुथै सेमानंको पाप आड़कू नेतृत्व करुथै सेमानंकु परमेश्वरंको ठारू दूर कला। शेषरे यही कारण थिला कि आम्भे स्वर्गरु बहिष्कृत हेलु एवं यही पृथ्वी रे पतित हेलु। परमेश्वर पुणी थरे आम्भमानंको निमंते आपणा व्यवस्था गुड़िकु एवं नियम गुड़िकु ग्रहण करिवार पथ खोलीदेले। एही व्यवस्था ओ आज्ञा गुड़िक द्वारा परमेश्वर आम्भमानंकु मन परिवर्तन करिवार सुजोग दियंती। जदि परमेश्वरंको लोक परमेश्वरंको आज्ञा गुड़िकु पालन करिबा द्वारा परमेश्वरंको इच्छार पालन करंती तेबे सेमाने पूर्ण पश्चाताप करिबारे सक्षम हेबे एवं शेषरे सेमाने पुणी थरे परमेश्वरंको पाखकु आसी परिबे। शैतान एही विषय भलरे जाने। एथिपई परमेश्वरंको लोकमानंको पई एहाकु पूरा करिबार पथ अवरुद्ध करिबा पई ताहाकु कोन करिबाकु पडिला। से परमेश्वरंको द्वारा स्थापित व्यवस्था गुड़िकु परिवर्तन करिबाकु विभिन्न चेष्टा कला। से एमिति समस्त मानव जातिकु परमेश्वरंको नियम गुड़िकर पालन करिबारु बंद करिबा पई कला। एही कारण हेतु विश्राम दिन अदृश्य होईगला एवं ताहाकु रविवार आराधना रे परिवर्तन करागला। निस्तार पर्व मध्य अदृश्य होईगला एवं ताहाकु ख्रिसमस रे परिवर्तन करागला। ताहा परे अपरिचित नूतन पर्व गुड़िको मध्य देखागला। जेमिति कि पुनरुत्थान दिन को पुनरुत्थान रोटी भोजन करी पालन करिबा परिवर्ते रंगीन अंडा और ठेकुआ सहित पालन करिबा। परमेश्वर आपणा लोकमानंकु कहिले जो माने बलिदान द्वारा आंभ विधि व्यवस्था और नियम गुड़िको संगे नियम करिअछन्ति आंभर सेही भक्त मानंकु आंभ निकटरे एकत्र कर। एथिपई ताहा कोण जाहाकु परमेश्वर विश्राम दिन द्वारा आपणा लोकमानंकु देबार प्रतिज्ञा करिथिले। परमेश्वर आंभकु प्रतिज्ञा करिसंती कि विश्राम दिन एक चिन्ह हेबो जेउथिरे परमेश्वर घोषणा करंती तुम्भे आंभर लोक एवं आंभे तुम्भमानंकर परमेश्वर। एही कारण कि शैतान को विश्राम दिन एते घृणा होइथाय। शैतान वास्तव रे यहाकु घृणा करे जेबे परमेश्वरंक लोक विश्राम दिन को पवित्र रूपे पालन करंती। कारण प्रति थर जेबे परमेश्वरंक लोक यही दिन को पालन करंती तेबे सेमानंकु अनुभव हुए कि जे आकाश और पृथ्वी एवं सेथिरे थिबा समस्त वस्तुर निर्माण कले सेही एलोहिम परमेश्वर अर्थात पिता परमेश्वर और माता परमेश्वर अटंती। एही कारण कि से विश्राम दिनर सत्य को मिथ्या दाबी द्वारा स्पष्ट करिथाय कि विश्राम दिन केवल जिहुदी मानंक पई अटे। शेषरे से रविवार आराधना जहाँकि सूर्यर सम्मानित दिन अटे को स्थापित कला जहाँ बाइबल रे नहीं एवं लोकमानंको नेतृत्व एक साप्ताहिक पर्व आड़कू कला जेउथिरे से माने सूर्य देवतार उपासना करिबे। यह केवल एक कारण अटे कि शैतान विश्राम दिन को काहेकि टार्गेट कला। मात्र ताहा पाखरे एमिति करिवार आउ एक कारण थिला। आदि पुस्तक अध्याय 3 अनुसार यह रेकर्ड करा जाइअछि कि शैतान माता परमेश्वरंको शत्रु हेबो। आउ आम्भे तुम्भर ओ नारीर मध्यरे पुणी तुम्भ वंश और तांको वंश मध्यरे वैरभाव जन्मैबा। से तुम्भर मस्तक को आघात करिबे और तुम्भे ताहांको गोइठी की आघात करिबो। विश्राम दिन एक पवित्र दिन अटे जहा द्वारा आम्भे पिता परमेश्वर और माता परमेश्वरंको गौरव रे जे सृष्टिकर्ता अटंती प्रवेश करि परिबा। विश्राम दिन सही दिन अटे जहा द्वारा आम्भे पिता परमेश्वर और माता परमेश्वरंको आराधना एवं आदर करि परिबा। एही कारणरु शैतान एही दिन को केबे मध्य उच्च सम्मान दिए नाही। शैतान लोकमानंकु स्वर्गीय पिता और मातांको ठारू दूर करि दिए जहा फलरे लोकमाने खराब पथर अनुसरण करि परिबे। मात्र ताहार योजना को विफल करा जाइअछि कारण जो लोक माने रविवार आराधना एवं मनुष्य मानक आज्ञा गुड़िक पालन करुथिले विश्राम दिन को पवित्र रूपे पालन करिबा द्वारा परमेश्वरंको आज्ञा आड़कू फेरिबाकू आरंभ करिसंती। यहा द्वारा ही शैतानर षडयंत्र प्रकट हेबा आरंभ हैला आउ ताहार प्रकृत परिचय धीरे धीरे प्रकाश पाइला। ताहार परिचय किए प्रकट कले? ख्रीष्ट स्वयं आसिले एवं यहा कले। जदि पिता परमेश्वर और माता परमेश्वर द्वितीय थर एही पृथ्वी रे आसी न थांते
ଏବଂ ଆମ୍ଭମାନଙ୍କ ନିମନ୍ତେ ପଥ ଖୋଲି ନଥାନ୍ତେ, ତେବେ ଆମ୍ଭେ ଏବେ ମଧ୍ୟ ଏହି ଦୁନିଆରେ ପରମେଶ୍ୱରଙ୍କ ଠାରୁ ଆପଣା ମୁହଁ ନୁଆଇଁ ସୂର୍ଯ୍ୟ ଦେବତାର ଉପାସନା କରୁଥାଇ ମଧ୍ୟ ଭୁଲରେ ଏହା ଭାବୁଥାଇ ରହିଥାନ୍ତେ କି ଆମ୍ଭେ ବାସ୍ତବରେ ପରମେଶ୍ୱରଙ୍କ ଆରାଧନା କରୁଅଛୁ। ଏହା ଆଧାରରେ ଯେବେ ପରମେଶ୍ୱର ଆମ୍ଭମାନଙ୍କୁ ନିସ୍ତାର ପର୍ବ ଦେଲେ, ତେବେ ସେ କ'ଣ କହିଲେ? ସେ କହିଲେ, ଆମ୍ଭ ନିକଟକୁ ଆସ। ଯେବେ ଆମ୍ଭେ ମଲ୍କିସେଦକଙ୍କ ରୀତି ଅନୁସାରେ ଦତ୍ତ ଦଶମାଂଶ ବିଷୟରେ ଏବଂ ନୈବେଦ୍ୟ ବିଷୟରେ ବିଚାର କରିଥାଉ, ତେବେ ମଲାଖି ପୁସ୍ତକରେ ଏହା ଭବିଷ୍ୟବାଣୀ କରାଯାଇଅଛି କି ଯେବେ ପରମେଶ୍ୱରଙ୍କୁ ପଚରାଗଲା, ହେ ସଦାପ୍ରଭୁ, ଆମ୍ଭେମାନେ କି ରୂପେ ଫେରିବା? ତେବେ ସେ କହିଲେ, ଦଶମାଂଶରେ ଓ ନୈବେଦ୍ୟରେ। ପରମେଶ୍ୱର ଏହି ଆଜ୍ଞା ଗୁଡ଼ିକୁ କାହିଁକି ଦେଲେ? କ'ଣ ଏହି ସମସ୍ତ ଆଜ୍ଞା ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଖକୁ ଫେରିବା ଏବଂ ପରିତ୍ରାଣ ପାଇବା ପାଇଁ ପରମେଶ୍ୱରଙ୍କ ଯୋଜନାର ଏକ ଭାଗ ନୁହେଁ? ଏଥିପାଇଁ ଗୀତ ସଂହିତା ଅଧ୍ୟାୟ 50ରେ ଏହା ଲେଖା ଅଛି, ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଅଛନ୍ତି, ଆମ୍ଭର ସେହି ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର। ଯେହେତୁ ଆଜିର ବିଷୟ ଶୟତାନ ବିଶ୍ରାମ ଦିନକୁ ନଷ୍ଟ କରିବାକୁ କାହିଁକି ଚାହିଁଥାଏ, ଏଥିପାଇଁ ଆସନ୍ତୁ ବର୍ତ୍ତମାନ ଆମ୍ଭେ ବିଶ୍ରାମ ଦିନ ବିଷୟରେ ଅଧ୍ୟୟନ କରିବାରେ ଧ୍ୟାନ କେନ୍ଦ୍ରିତ କରିବା। ଆସନ୍ତୁ ଆଦି ପୁସ୍ତକ ଅଧ୍ୟାୟ 2 ପଦ 1 ଖୋଲିବା। ଏହି ରୂପେ ଆକାଶମଣ୍ଡଳ ଓ ପୃଥିବୀର ପୁଣି ସେହି ଦୁଇରେ ସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା। ଏଥୁ ଅନ୍ତେ ପରମେଶ୍ୱର ଆପଣାର କାର୍ଯ୍ୟ ସମାପ୍ତ କରି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ପୁଣି ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ଏଠାରେ ଯେଉଁଠି ପରମେଶ୍ୱର ଲେଖାଯାଇଅଛି, ତାହା ଏଲୋହିମ୍ ପରମେଶ୍ୱରଙ୍କୁ ସଂକେତ କରିଥାଏ। ଏହି ପଦରେ ଏହା ଲେଖାଅଛି କି ଏଲୋହିମ୍ ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣ ରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। ଏହା ସୃଷ୍ଟିକର୍ତ୍ତାଙ୍କ ସାମର୍ଥ୍ୟକୁ ସ୍ମରଣ କରିବାର ଦିନ ଅଟେ। ବିଶ୍ରାମ ଦିନ, ଯାହାକୁ ଆଜି ଆମ୍ଭେ ପାଳନ କରୁଅଛୁ, ଏହା ସ୍ୱୀକାର କରିବାର ଦିନ ଅଟେ କି ସମସ୍ତ ମାନବ ଜାତି ଏବଂ ସମସ୍ତ କିଛି ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ବିଶ୍ରାମ ଦିନ ଆମେ ଏଲୋହିମ୍ ପରମେଶ୍ୱରଙ୍କୁ ଆରାଧନା କରିଥାଉ, ଯେ ସମସ୍ତ କିଛି ନିର୍ମାଣ କଲେ। ଏଥିପାଇଁ ଆପଣଙ୍କୁ କ'ଣ ଲାଗେ କି ଶୟତାନ, ଯେ ସର୍ବପରିସ୍ଥର ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ହୋଇଅଛି, ବିଶ୍ରାମ ଦିନକୁ ପସନ୍ଦ କରିବ? କୌଣସି ପ୍ରକାରେ ଏହା ତାକୁ ପସନ୍ଦ ହେବ ନାହିଁ। ଏଥିପାଇଁ ସେ ବାଡ଼ୁଙ୍ଗା ବୁଣିଥାଏ। ପରମେଶ୍ୱରଙ୍କ ଆଜ୍ଞା ଗୁଡ଼ିକ ପଥ ସୂଚକ ସ୍ତମ୍ଭ ଅଟେ, ଯାହା ପରମେଶ୍ୱରଙ୍କ ପାଖକୁ ଫେରିବାରେ ଆମ୍ଭମାନଙ୍କ ନେତୃତ୍ୱ କରିଥାଏ। କିନ୍ତୁ ଶୟତାନ ଦିଗ ସୂଚକ ବୋର୍ଡକୁ ଲିଭେଇ ଦିଏ, ଯାହା ଲୋକମାନଙ୍କ ବିଶ୍ରାମ ଦିନ ପାଳନ କରିବା ପାଇଁ ପଥ ପ୍ରଦର୍ଶନ କରିଥାଏ ଏବଂ ତାହା ସ୍ଥାନରେ ରବିବାର ଆରାଧନା ଲେଖିଦିଏ ଏବଂ ନିସ୍ତାର ପର୍ବର ସ୍ଥାନରେ ଖ୍ରୀଷ୍ଟମାସ ଲେଖିଦିଏ। ସେ ଅନବରତ ଦିଗ ସୂଚକ ବୋର୍ଡକୁ ନଷ୍ଟ କରିଥାଏ। ସେ ଏମିତି ଏଥିପାଇଁ କରିଥାଏ କାରଣ ସେ ମାତା ପରମେଶ୍ୱରଙ୍କ ଭବିଷ୍ୟବାଣୀ କରାଯାଇଥିବା ଶତ୍ରୁ ଅଟେ। ପରମେଶ୍ୱର ଭବିଷ୍ୟବାଣୀ କଲେ କି ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନମାନଙ୍କ ଆକ୍ରମଣ ଶୟତାନ ପାଇଁ ଘାତକ ହେବ, କିନ୍ତୁ ଶୟତାନ ସେମାନଙ୍କୁ କେବଳ ସାଧାରଣ କ୍ଷତି ପହଞ୍ଚାଇ ପାରିବ। ଯେହେତୁ ଏହା ଭବିଷ୍ୟବାଣୀ କରାଯାଇଅଛି କି ଆମ୍ଭମାନଙ୍କ ବିଜୟୀ ହେବା ନିଯୁକ୍ତ ଅଛି, ଆମ୍ଭକୁ ଦୃଢ଼ତାରେ ବିଶ୍ୱାସ କରିବା ଉଚିତ କି ପରମେଶ୍ୱର ହିଁ ଅଟନ୍ତି, ଯିଏ ଆମ୍ଭମାନଙ୍କୁ ଶେଷରେ ସର୍ବଦା ବିଜୟୀ ଆଡ଼କୁ ଘେନି ଯାଆନ୍ତି। ଆମ୍ଭମାନଙ୍କୁ ବିଶ୍ରାମ ଦିନକୁ ମଧ୍ୟ, ଯାହାକୁ ବର୍ତ୍ତମାନ ଆମ୍ଭେ ପାଳନ କରୁଅଛୁ, ଶୁଦ୍ଧ ସୁନାଠୁ ମଧ୍ୟ ଅଧିକ ମୂଲ୍ୟବାନ ବିବେଚନା କରିବା ଉଚିତ। ବିଶ୍ରାମ ଦିନ ପରିବର୍ତ୍ତନ ହୁଅନ୍ତା ନାହିଁ, ଯଦିଓ ଆମ୍ଭେ କରୋନା ଭାଇରସ ମହାମାରୀ କାରଣରୁ ଘର ମଧ୍ୟରେ ଅନଲାଇନ ଆରାଧନା କରିବାକୁ ପଡ଼େ। ସପ୍ତମ ଦିନ ସର୍ବଦା ସପ୍ତମ ଦିନ ହୋଇଥାଏ, ଯଦିଓ ଆମ୍ଭେ ମହାମାରୀରେ ହୋଇଥାଉ ବା ନାହିଁ। ପୁଣି ପରମେଶ୍ୱର ସେହି ଦିନକୁ ଆଶୀର୍ବାଦ କରି ସେହି ଦିନକୁ ପବିତ୍ର କଲେ। ସମସ୍ତ ମାନବ ଜାତି ପାପ କାରଣରୁ ମରିବା ପାଇଁ ନିଯୁକ୍ତ ଅଛନ୍ତି। ମାତ୍ର ବିଶ୍ରାମ ଦିନ ପାଳନ କରିବା ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ଧାର୍ମିକତାର ପାଖକୁ ଆସିଥାଉ। ଯଦିଓ ଆମ୍ଭେ ଏହା ଦ୍ୱାରା ସମ୍ପୂର୍ଣ୍ଣ ଅବଗତ ନହୁଁ, ତଥାପି ମଧ୍ୟ ପରମେଶ୍ୱର ଏବେ ମଧ୍ୟ ଆମ୍ଭମାନଙ୍କୁ ପ୍ରତ୍ୟେକ ବିଶ୍ରାମ ଦିନ ପରିବର୍ତ୍ତନ କରନ୍ତି ଆଉ ପିତା ଓ ମାତାଙ୍କ ପ୍ରତି ଅନବରତ ଆମ୍ଭମାନଙ୍କ ବିଶ୍ୱାସର ପଥ ପ୍ରଦର୍ଶନ କରନ୍ତି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କରିବାକୁ ଆଜ୍ଞା ଦେଲେ? ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ପରମେଶ୍ୱର ଯେ ଆଦିରୁ ଅନ୍ତକୁ ଦେଖନ୍ତି, ସେ ଆମ୍ଭମାନଙ୍କୁ ପ୍ରତିଜ୍ଞାର ଏହି ବାକ୍ୟ ଗୁଡ଼ିକୁ ଦେଲେ, ଯାହା ଆମ୍ଭମାନଙ୍କୁ ପରିତ୍ରାଣ ଆଡ଼କୁ ଘେନିଯାଏ। ଆସନ୍ତୁ ଯାତ୍ରା ପୁସ୍ତକ ଅଧ୍ୟାୟ 20 ପଦ 8 ପଢ଼ିବା। ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଏହା କାହାର ବାକ୍ୟ ଅଟେ? ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। ପରମେଶ୍ୱର କହିଲେ, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି। ପରମେଶ୍ୱରଙ୍କ ମେଷ ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି ଏବଂ ଶୟତାନର ମେଷ ଶୟତାନର ସ୍ୱର ଶୁଣନ୍ତି। ପ୍ରତ୍ୟେକ ଆପଣା ଆପଣା ସ୍ୱାମୀଙ୍କ ସ୍ୱର ଶୁଣନ୍ତି।
आम्भमानंको आत्मार स्वामी पिता परमेश्वर और माता परमेश्वर अटंती जे स्वर्ग और पृथ्वी एवं सेथिरे समस्त किछि निर्माण कले। जो माने विश्राम दिनर आराधना रे भाग नियंती जार नेतृत्व एलोहिम परमेश्वर करती से माने निश्चित रूपे आशीर्वाद प्राप्त हेबे। से माने पिता परमेश्वर और माता परमेश्वर को आराधना करती एवं से माने पिता परमेश्वर और माता परमेश्वर को भय मानती। संगरे से माने पिता परमेश्वर और माता परमेश्वर को गौरव करती। सृष्टिकर्ता एलोहिम परमेश्वर कहिले विश्राम दिन पवित्र रूपे पाळिबाकू स्मरण कर। एथिपई जो माने संपूर्ण मनरे विश्राम दिन आराधना करती से माने केबे मध्य पिता परमेश्वर और माता परमेश्वर को तिरस्कार करि परिबे नहीं। एमिति एथिपई कारण जदि से माने ताहांको तिरस्कार करती तेबे एलोहिम परमेश्वर पिता परमेश्वर और माता परमेश्वर जे स्वर्ग और पृथ्वी एवं सेथिरे समस्त किछि निर्माण कले ताहांको संबंधित समस्त वस्तुर तिरस्कार करिबा हेबो। आसंतु हितोपदेश अध्याय 8 खोलिबा एवं सही दृश्य देखिबा जेउठी सोलोमन परमेश्वर को समस्त निर्माण करुथिबारो देखिले। आसंतु हितोपदेश अध्याय 8 पद 22 को जिबा। सदाप्रभु निज गतिर आरंभ रे ताहांको कर्म सकलर पूर्व रे मते अधिकार करिथिले। यह लेखा अछि कि परमेश्वर सोलोमन को स्वर्ग और पृथ्वी को निर्माण करिवार अपना कार्य आरंभ करिबा पूर्वे उत्पन्न कले। पद 23 अनादि कालरू अबा आद्य कालरू अबा पृथ्वीर मूल स्थापनर पूर्वरु मु स्थापित अछि। बारिधि सकल नथिबा समय रे निर्झर सकल जलपूर्ण नथिबा समय रे मु जन्मी अछि। एठारे मु सोलोमन को संकेत करिथाए। पद 25 पुणी पर्वतगण और उपपर्वतगण स्थापित हेबा पूर्व रे मु जन्म पाई अछि। से समय रे भूमि की प्रांतर कि जगतस्थ धूलिर अग्रिमांश से सृष्टि करि नथिले। जो समय रे से आकाशमंडल स्थापन कले से समय रे मु सेठारे थिली। जो समय रे से बारिधि उपरे चक्राकार सीमा निरूपित कले से केउठी थिले? से सही समय को देखुथिले जेबे परमेश्वर समस्त वस्तु गुड़िकर निर्माण करुथिले। सोलोमन सेठारे थिले। पुणी उपरिस्थ आकाशमंडल को दृढ़ कले और बारिधिर प्रवाह सकल प्रबल हैला। जल समूह जेपरी ताहांको आज्ञा लंघन करि न पारे एथिपई जो समय रे से समुद्रर सीमा निरूपण कले और जो समय रे जगतर मूलदुआ चिन्हित कले सही समय रे मु ताहांको निकटरे कर्मकर्ता थिली। बाइबल रो किंग जेम्स संस्करण रे कर्मकर्तांको व्याख्या एही प्रकार करा जाई अछि पालित शिशु। पुणी मु प्रतिदिन आनंददायी होई ताहांको सम्मुखरे आनंद कली सही समय रे मु ताहांको निकटरे कर्मकर्ता थिली। पुणी मु प्रतिदिन आनंददायी होई ताहांको सम्मुखरे आनंद कली पुणी ताहांको भूमंडल रे आनंद कली और मनुष्य संतान गण संगरे मोहर आमोद थिला। यह लेखा अछि कि जेबे परमेश्वर आकाश और पृथ्वीर सृष्टि कले तेबे सोलोमन पालित शिशु रूपे परमेश्वरंको संगरे थिले। तेबे सही परमेश्वर किए जहांको सोलोमन समस्त वस्तुर निर्माण करुथिबार देखिले। आसंतु आम्भे आदि पुस्तक अध्याय 1 पद 26 रे देखिबा कि से किए अटंती। एथि उतारू परमेश्वर कहिले आम्भे माने अपना प्रतिमूर्ति रे और अपना सादृश्य रे मनुष्यर निर्माण करू। एठारे परमेश्वर प्रथम दिनरु आरंभ करी द्वितीय तृतीय चतुर्थ पंचम दिन एवं षष्ठ दिन पर्यंत आकाश और पृथ्वी एवं सेथिरे जहा किछि मध्य अछि ताहार सृष्टि करुछंती। असंख्य स्वर्गीय आत्मिक प्राणी मध्य परमेश्वरंको सृष्टिर अद्भुत शक्ति को देखुछंती। से माने परमेश्वरंको स्वर सुनिले जे घोषणा कले आम्भे माने अपना प्रतिमूर्ति रे मनुष्यर निर्माण करू। आम्भे माने अपना प्रतिमूर्ति रे और अपना सादृश्य रे मनुष्यर निर्माण करू। से माने जलचर मत्स्यगण और खेचर पक्षीगण और पशुगण और समस्त पृथ्वी और भूमि रे गमनशील सब उरगामी जंतु उपरे कर्तृत्व करिवे। अनंतर परमेश्वर अपना प्रतिमूर्ति रे मनुष्य को सृष्टि कले। परमेश्वरंको प्रतिमूर्ति रे से ताहाकू सृष्टि कले। पुरुष और स्त्री करी से सेमानंकू सृष्टि कले। परमेश्वर जे आम्भे माने कहिले अपना प्रतिमूर्ति रे पुरुष और स्त्री उभय को सृष्टि कले। यहाकू आम्भे कॉपी मेसिन रो उदाहरण द्वारा बुझी परिबा। धरि नियंतु कि आम्भे कॉपी करा जायथिबा डॉक्यूमेंट रो मूल कॉपी केबे देखि नाहु। मात्र जेबे आम्भे कॉपी पेपर उपरे मुद्रित छवि उपरे एक नजर देई थाउ तेबे कोन आम्भे स्पष्ट रूपे चिन्हि पारि न थाउ कि मूल कॉपी किपरि देखा जाय आम्भे शीघ्र बुझी परिबा। जदिओपि एही पदरे परमेश्वर स्पष्ट रूपे कॉपी शब्दर उपयोग कले नहीं मात्र से अपना प्रतिमूर्ति अभिव्यक्तिर उपयोग कले जहा आधुनिक शब्दरे कॉपी कहिबा जेमिति अटे। कोण यार अर्थ यह नुहे कि परमेश्वर मानव जाति को परमेश्वर स्वयं प्रतिमूर्ति रे निर्माण कले। परमेश्वरंको प्रतिमूर्ति अनुसारे पुरुष और स्त्री निर्माण करा जायथिले। एथिपई आम्भे स्पष्ट रूपे बुझी परिबा कि परमेश्वरंको मूल प्रतिमूर्ति एमिति हेबा उचित
ଯେଉଁଥିରେ ପୁରୁଷ ପ୍ରତିମୂର୍ତ୍ତିର ପରମେଶ୍ୱର ଓ ସ୍ତ୍ରୀ ପ୍ରତିମୂର୍ତ୍ତିର ପରମେଶ୍ୱର ମଧ୍ୟ ଅଛନ୍ତି। ସମସ୍ତ ଲୋକ ଏହି ତଥ୍ୟକୁ କହନ୍ତି କି ପୁରୁଷ ପ୍ରତିମୂର୍ତ୍ତିର ପରମେଶ୍ୱର ପିତା ପରମେଶ୍ୱର ଅଟନ୍ତି। ତେବେ ଆମ୍ଭମାନଙ୍କ ନିମନ୍ତେ ସ୍ତ୍ରୀ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ କ'ଣ କହିବା ସ୍ୱାଭାବିକ ହେବ? ଆମ୍ଭେ ତାଙ୍କୁ ମାତା ପରମେଶ୍ୱର କହିବା ଉଚିତ। ପ୍ରଥମ ଦିନର ସୃଷ୍ଟି, ଦ୍ୱିତୀୟ ଦିନର ସୃଷ୍ଟି, ତୃତୀୟ ଦିନର ସୃଷ୍ଟି, ଚତୁର୍ଥ ଦିନର ସୃଷ୍ଟି, ପଞ୍ଚମ ଦିନର ସୃଷ୍ଟି ଏବଂ ଷଷ୍ଠ ଦିନର ସୃଷ୍ଟି ମଧ୍ୟ ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଅର୍ଥାତ୍ ଏଲୋହିମ୍ ପରମେଶ୍ୱର କଲେ। ଆଦି ପୁସ୍ତକ ଅଧ୍ୟାୟ 1:1ରେ ପରମେଶ୍ୱର ଯେ ଆଦ୍ୟରେ ଆକାଶ ଓ ପୃଥିବୀର ନିର୍ମାଣ କଲେ, ନିଶ୍ଚିତ ଭାବରେ ଆପଣା ଦସ୍ତଖତ ରୂପେ ଏଲୋହିମ୍ ରୂପେ ପ୍ରକାଶିତ। ପରମେଶ୍ୱର ସ୍ପଷ୍ଟ କଲେ କି ସେ ଏହାକୁ ଏକୁଟିଆ କଲେ ନାହିଁ। ଏଥିପାଇଁ ସେ ଆମ୍ଭେମାନେ ଶବ୍ଦ ଉପରେ ବାରମ୍ବାର ଜୋର ଦେଉଥାଇ କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ପୁଣି କ'ଣ ଏହି ତଥ୍ୟକୁ ବୁଝିବା ବହୁତ ସହଜ ନୁହେଁ କି ପିତା ପରମେଶ୍ୱର ଓ ମାତା ପରମେଶ୍ୱର ନିଶ୍ଚିତ ରୂପେ ବିଦ୍ୟମାନ ଅଛନ୍ତି? ପିତା ପରମେଶ୍ୱର ପବିତ୍ର ଶାସ୍ତ୍ର ଦ୍ୱାରା କହିଲେ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ବୈରଭାବ ଜନ୍ମାଇବା। ଯେଉଁ ବସ୍ତୁକୁ ଶୟତାନ ଅଧିକ ଭୟ କରିଥାଏ ତାହା ମାତା ପରମେଶ୍ୱରଙ୍କ ପ୍ରକଟ ହେବା ଅଟେ। ଶୟତାନ ଅନ୍ୟମାନଙ୍କ ଠାରୁ ଭଲରେ ଜାଣେ କି ମାନବ ଜାତି ମାତା ପରମେଶ୍ୱରଙ୍କ ପ୍ରକଟ ହେବା କ୍ଷଣି ତାହାଙ୍କ ପାଖକୁ ଫେରିଯିବ। ଏହି କାରଣ ହେତୁ ସେ ମାତା ପରମେଶ୍ୱରଙ୍କୁ ଚିହ୍ନିବାରେ ବାଧା ଦେବାର ସମସ୍ତ ପ୍ରକାର ଚେଷ୍ଟା କରିଥାଏ। ସେହି ଉପାୟ ମଧ୍ୟରୁ ଏକ ରବିବାରର ଆରାଧନା ଅଟେ। ସେ ଲୋକମାନଙ୍କ ମନକୁ ବିଚଳିତ କରି ସେମାନଙ୍କୁ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଆରାଧନା କରିବାକୁ ଦେଇନଥାଏ ଏବଂ ପ୍ରତାରଣା କରି ସୂର୍ଯ୍ୟ ଦେବତାର ଉପାସନା କରିବାରେ ସେମାନଙ୍କ ମନକୁ ବ୍ୟସ୍ତ କରିଥାଏ। ଆମ୍ଭେ ଖ୍ରୀଷ୍ଟ ଧର୍ମର ଇତିହାସ ମାଧ୍ୟମରେ ଏହି ମାମଲା ସହିତ ସମ୍ବନ୍ଧିତ ସ୍ପଷ୍ଟ ପ୍ରମାଣ ମଧ୍ୟ ପାଇପାରିବା। ଆମ୍ଭକୁ ସର୍ବପ୍ରଥମେ ଆତ୍ମିକ ଦୁନିଆର ବିଷୟକୁ ବୁଝିବା ଉଚିତ, ଯାହା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ନିର୍ମାଣ କରାଯାଇଥିଲା। ସମସ୍ତ ଲୋକ ଏହି କାରଣ କି ସ୍ୱର୍ଗର ପଥ ପ୍ରଶସ୍ତ ନାହିଁ, ଯାହାକୁ ବହୁତ ଲୋକ ଦେଖି ଏବଂ ବୁଝିପାରିବେ, ବରଂ ଏହା ଏକ ସଂକୀର୍ଣ୍ଣ ପଥ ଅଟେ। ସେ ଯିଏ ଆମ୍ଭମାନଙ୍କୁ ଏହି ସଂକୀର୍ଣ୍ଣ ପଥକୁ ଖୋଜିବା ପାଇଁ ଆମ୍ଭମାନଙ୍କ ପଥ ପ୍ରଦର୍ଶନ କରନ୍ତି, ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ମୋହର ପ୍ରେରଣାକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ ନିକଟକୁ ଆସିପାରେ। କେବଳ ଏହି ତଥ୍ୟ କି ଆମ୍ଭେ ଏଠାରେ ଅଛୁ ଏହା ଦେଖାଇଥାଏ କି ଆମ୍ଭେ ସେହି ଅଟୁ ଯେଉଁମାନଙ୍କ ପାଇଁ ପରମେଶ୍ୱର ଚିନ୍ତିତ ଅଛନ୍ତି। ସେ ପରମେଶ୍ୱର ଅଟନ୍ତି ଯେ ଆମ୍ଭମାନଙ୍କୁ ଏହି ସ୍ଥାନରେ ଆସିବାକୁ ଅନୁମତି ଦେଲେ। ଆମ୍ଭେ ବୋଧେ ଏହା ଭାବିପାରିବା କି ଆମ୍ଭେ ଏଠାକୁ ଆସିଲୁ କାରଣ ଆମ୍ଭ ପଡ଼ୋଶୀ ଆମ୍ଭକୁ କହିଲେ ଆସନ୍ତୁ ବାଇବଲର ଅଧ୍ୟୟନ କରିବା, କିନ୍ତୁ ଆମ୍ଭେ ଏଠାକୁ ଏମିତି ଆସିନାହୁଁ। ପରମେଶ୍ୱର ଦ୍ୱାରା ଏହି କାର୍ଯ୍ୟକୁ କରିବା ପାଇଁ ଆହ୍ୱାନିତ ହେବା ଗୋଟିଏ ଅଟୋକୁ ଛୁଞ୍ଚି ଦେଇ ଯିବା ଅପେକ୍ଷା ଅଧିକ କଠିନ ଅଟେ। ଏହି କାରଣ ହେତୁ ଆମ୍ଭକୁ ଏହି ପଥର ଯାହା ଆମ୍ଭମାନଙ୍କୁ ଦତ୍ତ ହୋଇଛି ଅପମାନ କରିବା ଉଚିତ ନୁହେଁ। କ'ଣ ଆମ୍ଭକୁ ଏହି ମୂଲ୍ୟବାନ ପଥରେ ସେ ପର୍ଯ୍ୟନ୍ତ ଚାଲିବା ଉଚିତ ନୁହେଁ ଯେ ପର୍ଯ୍ୟନ୍ତ ଆମ୍ଭେ ସ୍ୱର୍ଗର ପଥରେ ପ୍ରବେଶ କରିନାହୁଁ? ବିଶ୍ରାମ ଦିନ, ଯାହାକି ସୃଷ୍ଟିକର୍ତ୍ତାଙ୍କ ସାମର୍ଥ୍ୟକୁ ସ୍ମରଣ କରିବାର ଦିନ ଅଟେ, ପରମେଶ୍ୱର ସିଓନ ପରିବାରର ସଦସ୍ୟମାନଙ୍କ ଆଖି ଖୋଲନ୍ତି। ଏଲୋହିମ୍ର ଅର୍ଥ ବହୁବଚନର ପରମେଶ୍ୱର ଅଟନ୍ତି। ପୁଣି ଏମିତି କାହିଁକି କି ପୁରୁଷ ଓ ସ୍ତ୍ରୀ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ହୋଇଛନ୍ତି? ଯଦି ଆମ୍ଭେ ପୁରୁଷ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ ପିତା ପରମେଶ୍ୱର କହିଥାଉ, ତେବେ ଆମ୍ଭେ ସ୍ତ୍ରୀ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ କ'ଣ କହିବା ଉଚିତ? ଏହି ପ୍ରକାରେ ପରମେଶ୍ୱର ଆମ୍ଭମାନଙ୍କ ନିଶ୍ଚିତ ଅବଧାରଣାକୁ ଭାଙ୍ଗିବାର ପଥକୁ ଖୋଲୁଛନ୍ତି, ଯାହାଫଳରେ ଆମ୍ଭେ ସେହି ଦୁନିଆରେ ପାଦ ଦେଇପାରିବା ଯାହା ବାସ୍ତବରେ ପରମେଶ୍ୱରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଶୟତାନ ନିଶ୍ଚିତ ଅବଧାରଣା ସୃଷ୍ଟି କରିଥାଏ ଏବଂ ଲୋକମାନଙ୍କ ପାଇଁ ବାଇବଲର ସଠିକ ବ୍ୟାଖ୍ୟାକୁ ସ୍ପଷ୍ଟ ରୂପେ ଦେଖିବାର ସୁଯୋଗକୁ ଅବରୋଧ କରିଥାଏ। ଏଥିପାଇଁ ପରମେଶ୍ୱର କହନ୍ତି, କାରଣ ସ୍ୱର୍ଗର ନିଗୁଢ଼ ତତ୍ତ୍ୱ ସମୂହ ଜାଣିବା ନିମନ୍ତେ ତୁମମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇ ନାହିଁ। ବିଶ୍ରାମ ଦିନ ଯାହାକୁ ଆଜି ଆମ୍ଭେ ପାଳନ କରୁଅଛୁ କେବଳ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ ନୁହେଁ କାରଣ ଏହା ସପ୍ତମ ଦିନ ଅଟେ। ଯେବେ ଆମ୍ଭେ ବିଶ୍ରାମ ଦିନର ଅର୍ଥକୁ ଧ୍ୟାନରେ ଦେଖିବା, ତେବେ ଆମ୍ଭେ ଶୟତାନ ଓ ଆମ୍ଭମାନଙ୍କ ଆତ୍ମିକ ମାତା ଯେ ସୃଷ୍ଟିକର୍ତ୍ତା ଅଟନ୍ତୀଙ୍କ ମଧ୍ୟରେ ଥିବା ଯୁଦ୍ଧ ଏବଂ ଶୟତାନର ସନ୍ତାନ ଓ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ମଧ୍ୟରେ ଥିବା ଯୁଦ୍ଧକୁ ଦେଖିପାରିବା। ଏହି କାରଣ କି ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରନ୍ତି। କାରଣ ଯେବେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରାଯାଏ, ତେବେ ପରମେଶ୍ୱରଙ୍କ ପାଖରେ ଫେରିବାର ପଥ ଖୋଲିଯାଏ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 31:13ରେ ପରମେଶ୍ୱରଙ୍କ ବାକ୍ୟ ଦେଖିବା। ତୁମ୍ଭେ ଆହୁରି ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମର ବିଶ୍ରାମ ଦିନ ପାଳନ କରିବ
जेहेतु आम्भे जे तुम्हमानଙ୍କର ପବିତ୍ରକାରୀ ସଦାପ୍ରଭୁ ଏହା ଯେପରି ତୁମ୍ଭେମାନେ ଜାଣିବ ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ। ସେହି ଆଜ୍ଞା ଯାହା ଆମ୍ଭକୁ ପରମେଶ୍ୱରଙ୍କୁ ଜାଣିବାକୁ ଦେଇଥାଏ ବିଶ୍ରାମ ଦିନ ଅଟେ। ପୁଣି କ'ଣ ଆପଣଙ୍କୁ ଲାଗିଥାଏ କି ଶୈତାନ ଚାହେଁ ଯେ ଆମ୍ଭେ ପରମେଶ୍ୱରଙ୍କୁ ଜାଣିବା ନାହିଁ? ସେ ଚାହେଁ ନାହିଁ। ଏଥିପାଇଁ ସେ ବିଶ୍ରାମ ଦିନକୁ ରବିବାର ଆରାଧନାରେ ପରିବର୍ତ୍ତନ କରିଦେଲା। ଆମ୍ଭେ କେବଳ ଭାବିପାରିବା ଯେହେତୁ ଏହା ଠିକ୍ ଅଟେ କି ବିଶ୍ରାମ ଦିନ ସପ୍ତମ ଦିନ ଅଟେ, ମୋତେ ଲାଗେ କି ଯଦି ମୁଁ ଏହାକୁ ପାଳନ କରିବି ତେବେ ଆହୁରି ଅଧିକ ଧନ୍ୟ ହୋଇପାରିବି। କିନ୍ତୁ ଏହା ଆତ୍ମିକ ଦୁନିଆରେ ଏକ ଅଦ୍ଭୁତ ଘଟଣା ଅଟେ। ଆମ୍ଭେ ସ୍ୱୟଂକୁ ପଚାରିବା ଉଚିତ, କ'ଣ ମୁଁ ସ୍ୱୟଂକୁ ଶୈତାନ ଦ୍ୱାରା ନିୟନ୍ତ୍ରିତ ହେବାକୁ ଦେବି ବା ପରମେଶ୍ୱରଙ୍କ ନେତୃତ୍ୱରେ ଚାଲିବି? ପରମେଶ୍ୱରଙ୍କ ଆଜ୍ଞା ଏତେ ମହତ୍ତ୍ୱପୂର୍ଣ୍ଣ ନୁହେଁ। ଆମ୍ଭକୁ ଏହା ଭାବିବାକୁ ଦେବା ନିମନ୍ତେ ଶୈତାନ ସମସ୍ତ ପ୍ରକାରର ସମ୍ଭାବ୍ୟ ତତ୍ତ୍ୱ ସୃଷ୍ଟି କରେ ଆଉ ଲୋକମାନଙ୍କୁ ବାଇବଲର ବାକ୍ୟଠୁ ଅଧିକ ସେହି ବସ୍ତୁଗୁଡ଼ିକ ପ୍ରତି ଆକର୍ଷଣ ହେବା ପାଇଁ ପଥ ପ୍ରଦର୍ଶନ କରିଥାଏ। ସମସ୍ତ ଲୋକ କ'ଣ ଦାଉଦ ବୁଦ୍ଧିମାନ ନଥିଲେ? କ'ଣ ରାଜା ସୋଲୋମନ ମଧ୍ୟ ବୁଦ୍ଧିମାନ ନଥିଲେ? ସାର କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଏହା ସେହି ଶବ୍ଦ ଅଟେ ଯାହାକୁ ବୁଦ୍ଧିମାନ ସୋଲୋମନ ଅନ୍ତିମ ସିଦ୍ଧାନ୍ତ ଭାବରେ ବାହାର କରିଥିଲେ। ପରମେଶ୍ୱର ଆମ୍ଭମାନଙ୍କୁ ବିଶ୍ରାମ ଦିନ ପାଳନ କରିବାର ଆଜ୍ଞା ଦେଲେ, କିନ୍ତୁ ସେ କେବଳ ଶୈତାନ ଅଟେ ଯେ ଲୋକମାନଙ୍କୁ ବିଶ୍ରାମ ଦିନ ପାଳନ କରିବାରୁ ବନ୍ଦ କରିବାରେ ଚେଷ୍ଟା କରିଥାଏ। ସେ ବିଶ୍ରାମ ଦିନକୁ ଆମ୍ଭମାନଙ୍କ ମନରୁ ନଷ୍ଟ କରିଥାଏ ଏବଂ ଆମ୍ଭକୁ ଭାବିବାକୁ ଦେଇଥାଏ କି ଯେକୌଣସି ଦିନ ମଧ୍ୟ ଆରାଧନା କରିବା ଠିକ୍ ଅଟେ। ପରମେଶ୍ୱର କହିଲେ କି ବିଶ୍ରାମ ଦିନ ପରମେଶ୍ୱର ଓ ଆମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନ ଅଟେ ଆଉ ଆମ୍ଭେ ବିଶ୍ରାମ ଦିନ ଦ୍ୱାରା ପରମେଶ୍ୱରଙ୍କୁ ଜାଣିପାରିବା। କିନ୍ତୁ ଶୈତାନ ଏହି କାର୍ଯ୍ୟରେ ବାଧା ପକାଇବାର ପ୍ରତ୍ୟେକ ସମ୍ଭବ ଚେଷ୍ଟା କରିଥାଏ। ସେ ଆପଣା କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ସମ୍ଭବ କାରଣ ସୃଷ୍ଟି କରିଥାଏ, କିନ୍ତୁ ଆମ୍ଭମାନଙ୍କୁ ଏମିତି ସିଦ୍ଧାନ୍ତ ଆଡ଼କୁ ନେଇବାର ଆବଶ୍ୟକତା ନାହିଁ। ଆସନ୍ତୁ ଆମ୍ଭେ ବାଇବଲରେ 2 ତିମୋଥୀ ଅଧ୍ୟାୟ 4 ଖୋଲୁଥାଇ ଆଉ ଏକ ପଦ ଦେଖିବା। ଆସନ୍ତୁ ଅଧ୍ୟାୟ 4 ପଦ 1 ପଢ଼ିବା। ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟର ବିଚାର କରିବାକୁ ଯାଉଅଛନ୍ତି ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି, ବାକ୍ୟ ପ୍ରଚାର କର। ଏଠାରେ ପରମେଶ୍ୱର ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ବାକ୍ୟର ପ୍ରଚାର କରିବା ପାଇଁ କହିଲେ, ଯେ କହିଲେ ମାତ୍ର ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। କିନ୍ତୁ ସଂସାର ଶୈତାନର ବାକ୍ୟକୁ ପ୍ରଚାର କରୁଅଛି, ଯେ କହିଲା ସେଥିମଧ୍ୟରୁ ଭୋଜନ କରିବା ଠିକ୍ ଅଟେ। ଏଠାରେ ବାକ୍ୟ ପ୍ରଚାର କର, ଏହାର ଅର୍ଥ କି ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ବାକ୍ୟର ପ୍ରଚାର କରିବାର ଆଜ୍ଞା ଦିଆଯାଇଅଛି। ଆମ୍ଭେ ପରମେଶ୍ୱରଙ୍କ ବାକ୍ୟରେ ରବିବାର ଆରାଧନା ଓ ଖ୍ରୀଷ୍ଟମାସ କେଉଁଠି ପାଇପାରିବା? ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର। ପଦ 3, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଏଥିପାଇଁ ଯଦି ଆମ୍ଭେ ଏମିତି ଲୋକମାନଙ୍କ ସହିତ ଯୋଗାଯୋଗ କରିଥାଉ ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କରିଥାଉ ତେବେ ଆମ୍ଭେ ଆପଣା ବିବେକ ହରାଇ ଦେଉ। ବଡ଼ ବିଷୟ କ'ଣ କି ବିଶ୍ରାମ ଦିନ ଶନିବାର ଅଟେ ବା ରବିବାର, ଏହି ପ୍ରକାର ବିଚାର ଆମ୍ଭମାନଙ୍କ ମନରେ ଆସିଥାଏ। ଆସନ୍ତୁ ପ୍ରଥମ ତିମୋଥୀ ଅଧ୍ୟାୟ 6କୁ ଯିବା। ଅଧ୍ୟାୟ 6 ପଦ 3ରେ ଏହା ଲେଖା ଅଛି, ଯଦି କେହି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱର ପରାୟଣତା ଅନୁଯାୟୀ ଶିକ୍ଷା ସ୍ୱୀକାର ନ କରେ, ଖ୍ରୀଷ୍ଟଙ୍କ ବାକ୍ୟ ଅର୍ଥାତ୍ ପରମେଶ୍ୱରଙ୍କ ବାକ୍ୟ ବାଇବଲର ସତ୍ୟ କଥା ଅଟେ, କିନ୍ତୁ ଶୈତାନର ଶବ୍ଦ ସତ୍ୟ କଥା ନୁହେଁ, ସେ ସମସ୍ତ ମିଥ୍ୟା ଅଟେ। ଏଥିପାଇଁ ଆମ୍ଭକୁ ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରିବା ଉଚିତ। ଏମିତି କରିବା ପାଇଁ ଆମ୍ଭମାନଙ୍କ ବିଚାର ପରମେଶ୍ୱରଙ୍କ ବାକ୍ୟ ସହିତ ସଂଯୁକ୍ତ ହେବା ଉଚିତ। ଆସନ୍ତୁ ଆମ୍ଭେ ପଦ 3 ପୁଣି ଥରେ ଦେଖିବା। କେହି ଯଦି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱର ପରାୟଣତା ଅନୁଯାୟୀ ଶିକ୍ଷା ସ୍ୱୀକାର ନ କରେ, ତେବେ ସେ କ'ଣ? ଅସାରଗର୍ବି ଓ ଅଜ୍ଞାନ, ଯାହାର ଅର୍ଥ କି ପରମେଶ୍ୱରଙ୍କ ବାକ୍ୟରୁ ଅଜ୍ଞାତ ଅଛି। ପୁଣି ବାଦାନୁବାଦ ଓ ବାଗ୍ୟୁଦ୍ଧରେ ମତ, ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, କୁଶ୍ଚିତ ସନ୍ଦେହ। ପୁଣି ଯେଉଁମାନେ ଈଶ୍ୱର ପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି,
ଯେଉଁମାନଙ୍କ ବୁଦ୍ଧି ଗଣ ହୋଇଅଛି ଏପରି ଭ୍ରଷ୍ଟମନା ଓ ସତ୍ୟ ବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ। 일어나느니라 하고 했습니다. ଆମ୍ଭକୁ ପରମେଶ୍ୱରଙ୍କ ବାକ୍ୟକୁ ପାଳନ କରିବା ଉଚିତ ଏବଂ ପରମେଶ୍ୱରଙ୍କ ବାକ୍ୟର ପ୍ରଚାର କରିବା ଉଚିତ। ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ଅର୍ଥାତ୍ ପରମେଶ୍ୱରଙ୍କ ସନ୍ତାନ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ସ୍ୱାଭାବିକ ରୂପେ କ'ଣ ହେବ? 벌어지겠습니까? ବିବାଦ ଓ ଝଗଡ଼ା ଉତ୍ପନ୍ନ ହେବ, ଆତ୍ମିକ ଯୁଦ୍ଧ ହେବ। 일어나지 않을 수가 없습니다. ଶୈତାନ ସମଗ୍ର ଦୁନିଆକୁ ମିଥ୍ୟା ପଥରେ ନେତୃତ୍ୱ କରୁଅଛି, କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ରାଣର ପଥରେ ଘେନି ଯାଉଛନ୍ତି, ଯାହାଦ୍ୱାରା ଆମ୍ଭେ ଜୀବିତ ରହିପାରିବା। ଶୈତାନ କାହିଁକି ବିଶ୍ରାମ ଦିନକୁ ନଷ୍ଟ କରିବାକୁ ଚାହୁଁଥିଲା, ଯାହାକୁ ପରମେଶ୍ୱର ଆମ୍ଭମାନଙ୍କୁ ଦେଲେ? ଦାନିଏଲ ଭବିଷ୍ୟତ ବକ୍ତା କହିଲେ, ଆଉ ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ। ଯେଉଁମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା ଥିଲେ, ସେମାନେ ସମୟ ଓ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଚେଷ୍ଟା କାହିଁକି କଲେ? ସେମାନେ ବିଶ୍ରାମ ଦିନକୁ ନଷ୍ଟ କରିବାର ଚେଷ୍ଟା କଲେ, କାରଣ ସେମାନଙ୍କ ଲକ୍ଷ୍ୟ ପରମେଶ୍ୱର ଓ ପରମେଶ୍ୱରଙ୍କ ଲୋକମାନଙ୍କ ପାଇଁ ଘାତକ ପ୍ରହାର କରିବା ଅଟେ। ପରମେଶ୍ୱର କହିଲେ, ନିଶ୍ଚୟ ତୁମେମାନେ ଆମର ବିଶ୍ରାମ ଦିନ ପାଳନ କରିବ, ଯେହେତୁ ଆମ୍ଭେ ଯେ ତୁମମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମେମାନେ ଜାଣିବ, ଏଥିପାଇଁ ତୁମମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମମାନଙ୍କ ମଧ୍ୟରେ ଏହା ଏକ ଚିହ୍ନ ହେବ। ଆମ୍ଭକୁ ବିଶ୍ରାମ ଦିନ ପାଳନ କରିବା ଉଚିତ। ବିଶ୍ରାମ ଦିନ ଏକ ଏମିତି ଦିନ ଅଟେ ଯେବେ ଆମ୍ଭେ ସ୍ୱର୍ଗୀୟ ପିତା ଓ ମାତାଙ୍କୁ ସ୍ୱର୍ଗ ଓ ପୃଥିବୀ ଏବଂ ସେଥିରେ ସମସ୍ତ କିଛି ନିର୍ମାଣ କରିବାର ତାହାଙ୍କ ସାମର୍ଥ୍ୟ ପାଇଁ ଗୌରବ ଦେଇଥାଉ ଏବଂ ଆରାଧନା ଉତ୍ସର୍ଗ କରିଥାଉ। ପରମେଶ୍ୱର କହିଲେ କି ସେ ଆପଣା ସମସ୍ତ ସନ୍ତାନମାନଙ୍କୁ ସ୍ୱର୍ଗୀୟ ଅମାରରେ ଆଣିବେ। ଯେବେ ପରମେଶ୍ୱର ଏମିତି କରିବେ, ତେବେ ପରମେଶ୍ୱର ସେହି ଲୋକମାନଙ୍କ ମଧ୍ୟରେ ଯେଉଁମାନେ ସ୍ୱର୍ଗୀୟ ଅମାରରେ ଯିବେ ଏବଂ ଯେଉଁମାନେ ଅନନ୍ତ ନରକର ଅଗ୍ନିରେ ଯିବେ କିପରି ପ୍ରଭେଦ କରିବେ? ସେମାନଙ୍କ ପାଖରେ ଏକ ନିଶ୍ଚିତ ଚିହ୍ନ ଅଛି। କ'ଣ ଏଥିପାଇଁ ପରମେଶ୍ୱର ଏମିତି କହିଲେ ନାହିଁ କି ସେ ନିସ୍ତାର ପର୍ବକୁ ଆପଣା ଚିହ୍ନ ରୂପେ ଆମ୍ଭମାନଙ୍କ କପାଳରେ ଦେବେ? ପରମେଶ୍ୱର ସେମାନଙ୍କ ମଧ୍ୟରେ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ମଧ୍ୟରେ ଅଛନ୍ତି ଆଉ ଯେଉଁମାନେ ନାହାନ୍ତି ଏକ ନିଶ୍ଚିତ ପ୍ରଭେଦ ସ୍ଥାପନ କରିଛନ୍ତି। କାହିଁକି ଶୈତାନ ଆମ୍ଭକୁ ବିଶ୍ରାମ ଦିନକୁ ପାଳନ କରିବାରୁ ବନ୍ଦ କରିବାକୁ ଅନେକ ପ୍ରକାରର ଚେଷ୍ଟା କରୁଅଛି? ଏମିତି ଏଥିପାଇଁ କାରଣ ଶୈତାନ ଏବଂ ଜେରୁସାଲେମ ଆମ୍ଭମାନଙ୍କ ସ୍ୱର୍ଗୀୟ ମାତାଙ୍କ ମଧ୍ୟରେ ଶତ୍ରୁତା ଅଛି। ଯେମିତିକି ପରମେଶ୍ୱର କହିଲେ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ବୈରଭାବ ଜନ୍ମେଇବା। ଏଥିପାଇଁ ଶୈତାନ ସେହି ପଥରୁ ବିପରୀତ ପଥରେ ମାନବ ଜାତିର ନେତୃତ୍ୱ କରୁଅଛି, ଯେଉଁଠି ମାତା ସେମାନଙ୍କ ନେତୃତ୍ୱ କରିବାର ଚେଷ୍ଟା କରୁଛନ୍ତି। ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ଅନୁସାରେ ସର୍ପ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ସହିତ ଯୁଦ୍ଧ କରିବା ପାଇଁ କାହା ଉପରେ ଠିଆ ହେଲା? ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ଏକମାତ୍ର ସମୁଦ୍ର ଯାହା ଏହି ପୃଥିବୀରେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିପାରିବ, ତାହା ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ଅଟେ। 자손들 떼면 없습니다. ଯଦିଓ ଏମିତି ଲାଗେ କି ଅନେକ ଭିନ୍ନ ଭିନ୍ନ ସମ୍ପ୍ରଦାୟ ଅଛି, କିନ୍ତୁ ବାସ୍ତବରେ ସେ ସମସ୍ତେ ଏକ ଅଟନ୍ତି। ଯଦିଓ ଆମ୍ଭେ କେତେ ମଧ୍ୟ ଅସୁବିଧାର ସମ୍ମୁଖୀନ କରିଥାଉ, ଆମ୍ଭକୁ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ଉଚିତ। ହଁ ନା? ଆମ୍ଭେ ବିଶ୍ରାମ ଦିନକୁ ସଂସାରର ଅନ୍ୟ କୌଣସି ବସ୍ତୁ ସହିତ ପରିବର୍ତ୍ତନ କରିପାରିବା ନାହିଁ। ଆସନ୍ତୁ ଆମ୍ଭେ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ହେବା, ଯେଉଁମାନେ ଏଲୋହିମ୍ ପରମେଶ୍ୱର, ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଆରାଧନା କରନ୍ତି ଏବଂ ତାଙ୍କୁ ଗୌରବ ଦେବା। ଆଶା କରୁଥାଇ କି ଅନନ୍ତ ସ୍ୱର୍ଗର ରାଜ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ଆମ୍ଭେ ପିତା ଓ ମାତାଙ୍କ ପଥର ଅନୁସରଣ କରିବା। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।